ସବୁ ମନୁଷ୍ୟର ଶରୀରର ଗଠନ ଅଲଗା ଅଲଗା ହୋଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପ୍ରତି ବ୍ୟକ୍ତିଙ୍କର ଶରୀରର ଗଠନ ଓ ସେମାନଙ୍କ ଶରୀରରେ ଥିବା ବିଭିନ୍ନ ଚିହ୍ନର ଆଧାର ଉପରେ ପୁରୁଷ କିମ୍ବା ସ୍ତ୍ରୀର ଜୀବନ ଏବଂ ତାଙ୍କ ଭାଗ୍ୟ ବିଷୟରେ ଜଣାପଡ଼ିଥାଏ। ଶରୀରର କିଛି ଚିହ୍ନ ଦ୍ୱାରା ବ୍ୟକ୍ତିର ଦୁର୍ଲଭ ସଂଯୋଗ ବିଷୟରେ ଜଣାପଡ଼ିଥାଏ। ଆଜି ଆମେ ଆପଣମାନଙ୍କୁ ସେହି ଚିହ୍ନ ଏବଂ ଶାରୀରିକ ଅଙ୍ଗ ବିଷୟରେ କହିବୁ, ଯାହା ସୂଚାଇଥାଏ କି ସେ ବ୍ୟକ୍ତି ଭାଗ୍ୟଶାଳୀ ହେବ ନା ଭାଗ୍ୟହୀନ ହେବ, ଅର୍ଥାତ୍ ଆପଣଙ୍କ ଜୀବନରେ ଧନବାନ ହେବାର ଲେଖା ଅଛି ନା ନାହିଁ। ଆଜିର ଭୌତିକ ଜୀବନରେ ଧନର ବହୁତ ଆବଶ୍ୟକତା ରହିଛି। ଧନର ଆବଶ୍ୟକତା ସମସ୍ତଙ୍କୁ ରହିଥାଏ, ସେ ଗରିବ ହେଉ କିମ୍ବା ଧନୀ ହେଉ। ଧନ ବିନା ନା କିଛି ଧର୍ମ କରାଯାଇପାରିବ, ନା କୌଣସି କର୍ମ ବି କରାଯାଇପାରିବ। ବିନା ଧନରେ ଆମେ କୌଣସି ଭୋକିଲାର ଭୋକକୁ ମଧ୍ୟ ମେଣ୍ଟାଇ ପାରିବା ନାହିଁ। ସାମୁଦ୍ରିକ ଶାସ୍ତ୍ରରେ ଏହାର ସଫା ବର୍ଣ୍ଣନା କରାଯାଇଛି ଯେ ଯଦି ଜଣେ ପୁରୁଷର ଶରୀରର ଗଠନ ଓ ଚିହ୍ନରୁ ସେ ପୁରୁଷ ଭାଗ୍ୟଶାଳୀ ହୁଏ, ତେବେ ସେ କେବଳ ନିଜ ପାଇଁ ନୁହେଁ, ବରଂ ନିଜ ପରିବାର ଓ ଜୀବନସାଥୀ ପାଇଁ ମଧ୍ୟ ଭାଗ୍ୟଶାଳୀ ହୋଇଥାଏ। ତାଙ୍କ ଯୋଗୁଁ ତାଙ୍କର ପୁରା ପରିବାର ସୁଖରେ ଜୀବନ ବିତାଇଥାନ୍ତି। ତେବେ ଚାଲନ୍ତୁ ଜାଣିବା ସେ ଚିହ୍ନ ଓ ଶାରୀରିକ ଗଠନ ବିଷୟରେ, ଯାହା କହିଥାଏ ଯେ ସେ ପୁରୁଷ ଭାଗ୍ୟଶାଳୀ। ଜାଣିବା ପୂର୍ବରୁ ଆପଣ ଯଦି ଚାହୁଁଛନ୍ତି ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦାସର୍ବଦା ରହୁ, ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ ଓ ବେଲ୍ ଆଇକନକୁ ମଧ୍ୟ କ୍ଲିକ୍ କରନ୍ତୁ, ଯେପରି ଏମିତି ବାସ୍ତୁଶାସ୍ତ୍ର ଟିପ୍ସ ଗୁଡ଼ାକ ଆସିବା ମାତ୍ରେ ଆପଣଙ୍କ ପାଖକୁ ସର୍ବପ୍ରଥମେ ଯାଇପାରିବ। ନମ୍ବର 1, ସଦ୍ଗୁଣ ସନ୍ତାନ ପ୍ରାପ୍ତ କରିବା। ଯାହା ଘରେ ଗୁଣ ସମ୍ପନ୍ନ ସନ୍ତାନର ଜନ୍ମ ହୋଇଥାଏ, ସେ କୌଣସି ଭାଗ୍ୟଶାଳୀ ପୁରୁଷଠୁ କମ୍ ନୁହେଁ। ଶାସ୍ତ୍ରରେ କୁହାଯାଇଛି, ଯେଉଁ ଘରେ ସଂସ୍କାରୀ, ଶିକ୍ଷିତ ଓ ମାତା ପିତାଙ୍କୁ ଆଦର କରୁଥିବା ସନ୍ତାନଟିଏ ଜନ୍ମ ନେଇଥାଏ, ତାଙ୍କର ବୃଦ୍ଧାବସ୍ଥା ବହୁତ ସୁଖମୟ ହୋଇଯାଇଥାଏ। ଏମିତି ବ୍ୟକ୍ତି ବୃଦ୍ଧାବସ୍ଥାରେ ସୁଖ ଭୋଗ କରିଥାଏ ଓ ମୃତ୍ୟୁ ପରେ ପରଲୋକର ଶୁଭଫଳ ପ୍ରାପ୍ତ କରିଥାଏ। ସେଥିପାଇଁ କୁହାଯାଇଛି ଯେ ପୁତ ସପୁତ ତୋ ଧନ ସଞ୍ଚୟ, ପୁତ କପୁତ ତୋ ଧନ କା ନାଶ। ଏହାର ଅର୍ଥ, ଯଦି ସନ୍ତାନ ସୁପୁତ୍ରଟିଏ ହୁଏ, ତେବେ ଘରର ଧନ ସଞ୍ଚୟ କରିବାର କୌଣସି ଆବଶ୍ୟକତା ନାହିଁ, କାହିଁକି ନା ସେ ନିଜେ ଧନ ସଞ୍ଚୟ କରିଥାଏ। ସେ ନିଜେ ଧନ ସଞ୍ଚୟ କରି ଧନବାନ କରାଇଥାଏ। ଯଦି ପୁତ୍ର କପୁତ ହୁଏ, ତେବେ ଧନ ସଞ୍ଚୟ କରିଥିଲେ ମଧ୍ୟ ସେ ଧନ ନଷ୍ଟ ହୋଇଯାଇଥାଏ। ନମ୍ବର 2, ସୁକନ୍ୟା ପତ୍ନୀ ମିଳିବା। ପୁରୁଷ ପାଇଁ ଗୋଟିଏ ସୁକନ୍ୟା ପତ୍ନୀ ମିଳିବା, ଏହା ଭାଗ୍ୟଶାଳୀ ପୁରୁଷର ସଂକେତ ହୋଇଥାଏ। ଶାସ୍ତ୍ରରେ କୁହାଯାଇଛି, ସ୍ତ୍ରୀ ନିଜ ପରିବାରରେ ମର୍ଯ୍ୟାଦାର ଧ୍ୟାନ ରଖି କାର୍ଯ୍ୟ କରିଥାଏ, ସେ ସ୍ତ୍ରୀ ସୁକନ୍ୟା ହୋଇଥାଏ। ଯେଉଁ ପୁରୁଷର ବିବାହ ସୁକନ୍ୟା ସ୍ତ୍ରୀ ସହିତ ହୁଏ, ସେ ପୁରୁଷର ଆୟୁଷ କମ୍ ହେଇଥାଉ ନା କାହିଁକି, ତାଙ୍କ ପରିବାରରେ ବରକତ ବା ଅଧୋଗତି ଓ ସୁଖ ଶାନ୍ତି ସବୁବେଳେ ଲାଗିକରି ରହିଥାଏ। ଆଜିର ସମୟରେ ଏକ ଭଲ ଜୀବନସାଥୀ ମିଳିବା ବହୁତ ଅସମ୍ଭବର କଥା ହୋଇଗଲାଣି। ଏହି କଳିଯୁଗରେ ଯଦି ସୁକନ୍ୟା ପତ୍ନୀ କୌଣସି ପୁରୁଷକୁ ବିବାହ କରିଦିଏ, ତେବେ ସେ ପୁରୁଷ କୌଣସି ଭାଗ୍ୟଶାଳୀଠୁ ବି କମ୍ ନୁହେଁ। ନମ୍ବର 3, ଶରୀରର ବିଶେଷ ଗଠନ। ଯଦି କୌଣସି ପୁରୁଷର ପିଠିର ଆକାର କଇଁଚ ସଦୃଶ ହୋଇଥାଏ, ତେବେ ସେ ବହୁତ ଭାଗ୍ୟଶାଳୀ ହୋଇଥାଏ। ଯଦି କୌଣସି ପୁରୁଷର ହାତର ମଝିରେ କଳା ଯାଇଥାଏ, ତେବେ ସେ ପୁରୁଷ ତା ଜୀବନରେ ବହୁତ ସୁଖ ଓ ସମାଜରେ ବହୁତ ମାନ ସମ୍ମାନ ପାଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷର ଛାତି ଚଉଡ଼ା ଓ ନାକ ଲମ୍ବା ହୋଇଥାଏ, ସେ ପୁରୁଷ କମ୍ ବୟସରେ ବହୁତ ବଡ଼ ସଫଳତା ଅର୍ଜନ କରିଥାଏ। ଯଦି କୌଣସି ପୁରୁଷର ପାଦର ତର୍ଜନୀ ଆଙ୍ଗୁଳି ବୃଦ୍ଧା ଆଙ୍ଗୁଳିଠୁ ବଡ଼ ହୋଇଥାଏ, ତେବେ ତାକୁ ବହୁତ ଭଲ ଜୀବନସାଥୀ ମିଳିଥାଏ।
ତାର ଜୀବନ ମଧ୍ୟ ବହୁତ ଅୟସ ଆରାମରେ କଟିଥାଏ। ନମ୍ବର 4, ଛାତିରେ ଅଧିକ ବାଳ ଏବଂ ଅନ୍ୟ ଶୁଭ ଚିହ୍ନ। ଯେଉଁ ପୁରୁଷର ଛାତିରେ ଅଧିକ ବାଳ ରହିଥାଏ ତାକୁ ଜୀବନରେ ସୁଖ ସମୃଦ୍ଧି ଧନ ବୈଭବ ମିଳିଥାଏ। ଏମିତି ବ୍ୟକ୍ତି ସ୍ୱଭାବରେ ବହୁତ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ନିଜ ଜୀବନକୁ ସ୍ୱତନ୍ତ୍ରତାରେ ଜିତିଥାନ୍ତି। ଯେଉଁ ବ୍ୟକ୍ତିଙ୍କ ପାଦରେ ଶଙ୍ଖ କିମ୍ବା ରଥ ଚିହ୍ନ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଯେଉଁ ପୁରୁଷଙ୍କ ହାତରେ 6ଟି ଆଙ୍ଗୁଳି ରହିଥାଏ ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି। ତାଙ୍କର ଏହି ବିଶେଷତା ତାଙ୍କର ଆର୍ଥିକ ଜୀବନକୁ ମଜବୁତ କରିଥାଏ। ଏମିତି ବ୍ୟକ୍ତିଙ୍କୁ କେବେ ପଇସାର ଅଭାବ ଅନୁଭୂତ ହୁଏ ନାହିଁ। ଯଦି କୌଣସି ପୁରୁଷର ପାଦ କୋମଳ ଲାଲ ରଙ୍ଗର ଏବଂ ସବୁବେଳେ ଝାଳୁଆ ହୋଇ ରହିଥାଏ ତେବେ ସେ ପୁରୁଷ ତା ଜୀବନରେ ବହୁତ ସୁଖ ସୁବିଧା ପାଇଥାଏ। ଏମିତି ଲୋକ ତାଙ୍କ ଜୀବନକୁ ବହୁତ ଆରାମଦାୟକ ଭାବେ ବିତାଇଥାନ୍ତି। ନମ୍ବର 5, ପାଦ ଏବଂ ଶରୀରର ବିଶେଷ ଗଠନ। ଯଦି କୌଣସି ପୁରୁଷର ପାଦର ଛୋଟ ଆଙ୍ଗୁଠି ସବୁଠୁ ବଡ଼ ଆଙ୍ଗୁଠିଠୁ ବଡ଼ ହୋଇଥାଏ ତେବେ ସେ ପୁରୁଷ ବହୁତ ଧନବାନ ହୋଇଥାଏ। ଯେଉଁ ପୁରୁଷର ଜଙ୍ଘ ଲମ୍ବା ମୋଟା ଓ ମଜବୁତ ହୋଇଥାଏ ତେବେ ଭାଗ୍ୟ ସର୍ବଦା ତାର ସାଥ ଦେଇଥାଏ। ତା ସହିତ କାନ୍ଧ ଚଉଡ଼ା ହୋଇଥିଲେ ସେହି ପୁରୁଷ ତା ଜୀବନରେ ଶାନ୍ତିରେ ବଞ୍ଚିବାର ବହୁତ ପସନ୍ଦ କରିଥାଏ ଏବଂ ନିଜ ପରିଶ୍ରମ ଉପରେ ସର୍ବଦା ଭରସା କରିଥାଏ। ନିଜ ପରିଶ୍ରମ ଦ୍ୱାରା ସେ ବହୁତ କିଛି ହାସଲ କରିଦେଇଥାଏ। ନମ୍ବର 6, ବେକ ଓ ହାତରେ ବିଶେଷ ଆକାର। ବେକ ଛୋଟ ବେକକୁ ବହୁତ ଶୁଭ ବୋଲି ମନାଯାଇଥାଏ। ଯେଉଁ ପୁରୁଷର ବେକ ବହୁତ ଲମ୍ବା ହୋଇନଥାଏ ସେ ତା ଜୀବନରେ ବହୁତ ଧନ ଅର୍ଜନ କରିଥାଏ। ତା ସହିତ ବହୁତ ଉପଲବ୍ଧି ପ୍ରାପ୍ତ କରିଥାଏ। ଯେଉଁ ପୁରୁଷର ହାତର ମଧ୍ୟଭାଗ ଟିକେ ଉପରକୁ ଉଠିକି ଥିବ ସେ ପୁରୁଷ ବହୁତ ଉଦାର ସ୍ୱଭାବର ହୋଇଥାଏ। ଏମିତି ଲୋକ କାହାର ବି ସାହାଯ୍ୟ କରିବା ପାଇଁ ପଛଘୁଞ୍ଚା ଦେଇନଥାନ୍ତି ଏବଂ ସମସ୍ତ ପ୍ରକାର ସୁଖ ଶାନ୍ତିରେ ଜୀବନ ବ୍ୟତୀତ କରିଥାନ୍ତି। ଏମିତି ପୁରୁଷଙ୍କୁ ସମସ୍ତେ ସମାଜରେ ବିଖ୍ୟାତ କରିଦେଇଥାନ୍ତି। ନମ୍ବର 7, ପାଦର ଛୋଟ ଆଙ୍ଗୁଠିର ବିଶେଷ ମହତ୍ତ୍ୱ। ଯେଉଁ ପୁରୁଷର ପାଦର ଛୋଟ ଆଙ୍ଗୁଠିଟି ସବୁଠୁ ବଡ଼ ଆଙ୍ଗୁଠିଠୁ ବଡ଼ ହୋଇଥାଏ ସେହି ପୁରୁଷ କେବେ ଧନର ଅଭାବ ଅନୁଭବ କରେ ନାହିଁ। ଏମିତି ପୁରୁଷ ବହୁତ ଧନ କମାଇଥାନ୍ତି। ଏମାନଙ୍କ ଉପରେ ସର୍ବଦା ଦେବାଦେବୀଙ୍କର ଆଶୀର୍ବାଦ ଲାଗିକରି ରହିଥାଏ। ତାଙ୍କ ଜୀବନରେ କୌଣସି ଅସୁବିଧା ରହିନଥାଏ। ନମ୍ବର 8, ହାତରେ ଶୁଭ ଚିହ୍ନର ମହତ୍ତ୍ୱ। ଯେଉଁ ପୁରୁଷର ହାତରେ ଶଙ୍ଖ ଚକ୍ର ଗଦା କିମ୍ବା ବାଣର ଚିହ୍ନ ଥାଏ ସେଭଳି ପୁରୁଷ ତାଙ୍କ ଜୀବନରେ କୌଣସି କ୍ଷେତ୍ରରେ ଶାସନ କରିବାର ଅଧିକାର ପ୍ରାପ୍ତ କରିଥାନ୍ତି। ଏମିତି ଲୋକଙ୍କୁ ଭୂମି ଏବଂ ଭବନ ନିର୍ମାଣ କରିବାରେ ବହୁତ ସଫଳତା ମିଳିଥାଏ। ଅର୍ଥାତ୍ ସେମାନେ ଜାଗା କିଣିଥାନ୍ତି ଏବଂ ବିଲ୍ଡିଂ ମଧ୍ୟ ନିର୍ମାଣ କରିଥାନ୍ତି। ତାଙ୍କ ଘରେ ସର୍ବଦା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତାଙ୍କ ଜୀବନ ବହୁତ ସୁଖ ସୁବିଧାରେ କଟିଥାଏ। ନମ୍ବର 9, ତ୍ରିକୋଣ ଚିହ୍ନ ବା ଭାଗ୍ୟଶାଳୀ ପାଦ। ଯେଉଁ ପୁରୁଷର ହାତରେ ତ୍ରିକୋଣ ଚିହ୍ନ ରହିଥାଏ ସେ ନିଜର ଖାନଦାନର ନାମ ରୋଶନ କରିଥାଏ। ତାଙ୍କର ଜୀବନ ବହୁତ ସୁଖ ସୁବିଧାଯୁକ୍ତ ହୋଇଥାଏ। ତାଙ୍କର ସ୍ୱଭାବ ବହୁତ ଖୁସିବାସୀ ହୋଇଥାଏ ଯାହାଦ୍ୱାରା ସମସ୍ତେ ତାଙ୍କ ଆଡ଼କୁ ଆକର୍ଷିତ ହୋଇଥାନ୍ତି। ଏମାନଙ୍କ ଘରେ ମା ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି ଏବଂ ତାଙ୍କ ଭାଗ୍ୟରେ ରାଜଯୋଗ ଲେଖାଯାଇଥାଏ। ଏଥିସହିତ ଯେଉଁ ବ୍ୟକ୍ତିର ପାଦରେ କଳା ଯାଇ ରହିଥାଏ ସେ ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାଏ। ରାଜା ଭଳି ନିଜର ଜୀବନ ବ୍ୟତୀତ କରିଥାଏ। ଏମିତି ବ୍ୟକ୍ତି ବିଳାସପୂର୍ଣ୍ଣ ସମସ୍ତ ଜିନିଷ ପ୍ରାପ୍ତ କରିଥାଏ। ଏମିତି ବ୍ୟକ୍ତିଙ୍କର ଭାଗ୍ୟ ତାଙ୍କର ସର୍ବଦା ସାଥ ଦେଇଥାଏ। ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଦୟାକରି ମୋ ଚ୍ୟାନେଲ ମାନି ଭଏସକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ ଏବଂ ସାଙ୍ଗସାଥିମାନଙ୍କ ପାଖକୁ ଓ ବନ୍ଧୁବାନ୍ଧବମାନଙ୍କ ପାଖକୁ ଯଥାଶୀଘ୍ର ସେୟାର କରନ୍ତୁ। କାହିଁକି ନା
एपरी वास्तुशास्त्र संबंधी समस्त वीडियो आम चैनल रे आपण देखिबाकू पाइबे। सेथिपाई बेल आइकन को क्लिक मध्य कर दियंतु जेमिति आगामी दिन मनकरे आसुथिबा एही सब वीडियो गुड़िक आपणक पाखरे सर्वप्रथमे पहुँची परिबो। तार नोटिफिकेशन आपणक पाखकू प्रथमे जाई परिबो। नमस्कार।